ରାଜେନ୍ଦ୍ର କୁମାର ସାହୁ ଖୋର୍ଦ୍ଧା। ଆପଣଙ୍କୁ ବିଜୁ ଜନତା ଦଳ ତରଫରୁ ଖୋର୍ଦ୍ଧା ପାଇଁ ବିଧାନସଭା କ୍ଷେତ୍ର ପାଇଁ ଟିକେଟ ଦିଆଯାଇଛି। ଆପଣଙ୍କର ରଣନୀତି କେମିତି ରହିବ? ପ୍ରଥମେ ତ ଆପଣଙ୍କର ଟିଭି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ସାଙ୍ଗରେ ସାଥୀ କାର୍ଯ୍ୟ କରୁଥିବା AK ପାଣ୍ଡିଆନ ମହୋଦୟଙ୍କୁ ହୃଦୟର ସହିତ ଗୋଟେ ଧନ୍ୟବାଦ ଦେବି। ମୁଁ ଉପରେ ଭରସା ରଖି ଖୋର୍ଦ୍ଧା ଟିକଟ ପୁନର୍ବାର ମତେ ଦିଆଯାଉ ଏବଂ ଏ ଅଞ୍ଚଳ ମାନଙ୍କରେ ଯୋଉ ସର୍ବାଙ୍ଗୀନ ଉନ୍ନତି ଦିଗରେ ଆମେ ନଜର କରିବା, ନିଶ୍ଚିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଡେଭଲପମେଣ୍ଟ କାର୍ଯ୍ୟକ୍ରମ ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଉଭଳି ଭାବରେ କାର୍ଯ୍ୟକ୍ରମ କରିଛନ୍ତି, ଯୋଜନା ମାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ, ସେଥିପାଇଁ ଗରିବ ଲୋକମାନଙ୍କର ପାଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅତି ପ୍ରିୟ ଭାଗ ନେଇପାରିଛନ୍ତି। ଆମେ ସେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନାଁ ଧରି ଆମେ କାର୍ଯ୍ୟକ୍ରମ କରିବୁ। କଣ କହିବେ, ବର୍ତ୍ତମାନ ବିଜେପି ଆଉ ଯୋଉ ସ୍ୱାଧୀନ ପ୍ରାର୍ଥୀ ମାନେ ଆପଣଙ୍କ ବିରୁଦ୍ଧରେ ଲଢିବା ପାଇଁ ଯାଉଛନ୍ତି, ତାଙ୍କୁ ମୁକାବିଲା କରିବା ପାଇଁ କଣ ମାନେ କେମିତି ରହିବ? ଅନ୍ୟମାନେ କିଏ ଲଢୁଛନ୍ତି ମୋର ସେଥିରେ କିଛି ଆଲୋଚନା ସମାଲୋଚନାର ଆବଶ୍ୟକତା ନାହିଁ। ଯେହେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମତେ ଶଙ୍ଖ ଚିହ୍ନର ପ୍ରାର୍ଥୀ ଭାବରେ ଖୋର୍ଦ୍ଧାରୁ ମତେ ଭରସା ଦେଇଛନ୍ତି, ମତେ ଟିକଟଟିଏ ଦେଇଛନ୍ତି, ତାଙ୍କର ଯୋଉ ଭରସା ମୋ ଉପରେ ରହିଛି, ମୁଁ ନିଶ୍ଚିତ ସେଇ ଭରସାକୁ ଶୃଙ୍ଖଳିତ ଭାବରେ କେମିତି କାର୍ଯ୍ୟକ୍ରମ ସମାପନ ହେଇପାରିବେ ଏବଂ ରାଜନୈତିକ ବୈତରଣୀ କେମିତି ପାରି ହେଇପାରିବ ସେ ଦିଗରେ ମୁଁ ନିଶ୍ଚିତ ଚେଷ୍ଟା କରିବି। ଏବଂ ଆମର ଆପଣମାନେ ଦେଖନ୍ତୁ, ଯେକୌଣସି ଜାଗାରେ ଆମେ କାର୍ଯ୍ୟକ୍ରମ କଲାବେଳେ ଅତି ଶୃଙ୍ଖଳିତ ଭାବରେ କାର୍ଯ୍ୟକ୍ରମ କରିଛୁ। ଆମେ ଲୋକମାନଙ୍କ ପାଖରେ କେବେ ବିଶୃଙ୍ଖଳିତ ଆଚରଣରେ କାର୍ଯ୍ୟକ୍ରମ କରିନାହୁଁ। ଆମ ରାଜନୈତିକ ଆରମ୍ଭ ଏଇ ଖୋର୍ଦ୍ଧାରେ ଜନ୍ମ ମୋର, ଏଇ ଖୋର୍ଦ୍ଧା ମାଟିରୁ ରାଜନୀତି ମୋର। 1997 ମସିହାରେ ମୁଁ ନିର୍ବାଚିତ ପ୍ରତିନିଧି ଭାବରେ ମୋ ନିଜ ୱାର୍ଡରୁ ୱାର୍ଡ ମେମ୍ବର ଭାବରେ ମୁଁ ନିର୍ବାଚିତ ହେଇଥିଲି। ସେଇଭଳି ଭାବରେ ତାର 5 ବର୍ଷ ପରେ ପୁଣି ଏଠି ଲୋକମାନେ ମତେ ଆଗ୍ରହର ସହିତ ଚେୟାରମ୍ୟାନ କରିଥିଲେ ଏବଂ ସେଇଭଳି ଭାବରେ ମତେ ତାପରେ ଦୁଇ ଥର ବିଧାୟକ କରିଛନ୍ତି। ଏଇଟା ହଉଛି ମୋର ଜନ୍ମ ମାଟି। ଏ ମାଟିରେ ପ୍ରତ୍ୟେକ ଲୋକଙ୍କ ସହିତ ମୋର ପରିଚିତ ଅଛି। ଏଠି ଲୋକମାନେ ମତେ ବହୁତ ଭଲ ପାଆନ୍ତି, ସେଇଥିପାଇଁ ତ ଆଜି ପର୍ଯ୍ୟନ୍ତ ମତେ ନିର୍ବାଚିତ ପ୍ରତିନିଧି କରିକି ରଖିଛନ୍ତି। ଏଇ ମଝିରେ ଗୋଟେ 5 ବର୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ମତେ ନିର୍ଦ୍ଦେଶ ଦେଲେ ଯେ ବେଗୁନିଆ ବୁଲଗୋଟରୁ ଲଢିବା ପାଇଁ। ମୁଁ ମଧ୍ୟ ବେଗୁନିଆ ବୁଲଗୋଟରୁ ଲଢିଲି। ସେଠି ମଧ୍ୟ ଆପଣମାନେ ଦେଖନ୍ତୁ 5 ବର୍ଷ କାଳ ଆମେ ଲୋକମାନଙ୍କ ସାଙ୍ଗରେ ଶୃଙ୍ଖଳିତ ଭାବରେ ଆମେ କାର୍ଯ୍ୟକ୍ରମ କଲେ, ସେଠି ଡେଭଲପମେଣ୍ଟ କାର୍ଯ୍ୟକ୍ରମରେ ସାମିଲ ହେଲେ। ଆମ ସମୟରେ ସେଠି ଗୁଣ୍ଡଗଡ ଏବଂ ବେଗୁନିଆ ଦୁଇଟି ଯାକ NAC କରାଗଲା। ବେଗୁନିଆରେ ଇଣ୍ଡଷ୍ଟ୍ରିଆଲ ବେଲ୍ଟ କରାଗଲା, 450 ଏକର ଜମିକୁ ନେଇ ଇଣ୍ଡଷ୍ଟ୍ରିଆଲ ବେଲ୍ଟ କରାଗଲା। ସେଠି ବେଗୁନିଆରେ ଗୋଟେ ବଡ ହସ୍ପିଟାଲ 100 ବେଡ୍ ବିଶିଷ୍ଟ ହସ୍ପିଟାଲ କରାଗଲା ଏବଂ ବୋଲଗଡରେ ଆମ ହସ୍ପିଟାଲ ସ୍କିମରେ ମଧ୍ୟ ରୂପାନ୍ତରୀକରଣ କରାଗଲା ଏବଂ ଅନେକ ସ୍କୁଲ ମଧ୍ୟ ରୂପାନ୍ତରୀକରଣ କରାଯାଇଛି। ଗରିବ ଲୋକମାନଙ୍କର ବଧୁବାବୁ ପେନସନଠୁ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଏଭଳି ଅନେକ ଯୋଜନା ମାନ୍ୟବର ମୁଖ୍ୟମନ୍ତ୍ରୀ କରିଛନ୍ତି। ଏବଂ ଲାଷ୍ଟ ସମୟରେ ଆପଣମାନେ ଦେଖିବେ ଯେ ଆମର ଯିଏ ଅଛନ୍ତି AK ପାଣ୍ଡିଆନ ମହୋଦୟ, ସେ ଯୋଉ ଗ୍ରୀଭାନ୍ସକୁ ଗଲେ ଲୋକମାନଙ୍କ ପାଖକୁ ମାନେ ପହଞ୍ଚିଲେ, ବେଗୁନିଆରେ ପହଞ୍ଚିଲେ, ସେତେବେଳେ ଯୋଉ ଆପ୍ଲିକେସନ ଗୁଡିକ ଆସିଥିଲା ସମ୍ପୂର୍ଣ୍ଣ ଭାବରେ 100% ଆପ୍ଲିକେସନ ର ବିଚାର କରି ବେଗୁନିଆ ବୁଲଗୋଟର ଡେଭଲପମେଣ୍ଟ ତଥାପି ସେମାନେ ଗୁରୁତ୍ୱ ଦେଲେ। ସେ କାର୍ଯ୍ୟକ୍ରମ ସରିବା ପରେ ସ୍ପେଶାଲ ଫଣ୍ଡ ହିସାବରେ ମତେ ପୁନର୍ବାର ପଚାରିଲେ, ରାଜେନ୍ଦ୍ର ବାବୁ ଆଉ କଣ ରହିଗଲା? ମୁଁ ମଧ୍ୟ ଲାଷ୍ଟ ସମୟରେ 5 କୋଟି ଟଙ୍କାର ପ୍ରପୋଜାଲ ମଧ୍ୟ ଦେଇଥିଲି। ସେଥିରୁ 4,69,00,000 ଟଙ୍କାର ଡେଭଲପମେଣ୍ଟ କାର୍ଯ୍ୟକ୍ରମ, ମନ୍ଦିର, ମସଜିଦ, କୋଠଘର ଏବଂ ଏଇ ସବୁ କାର୍ଯ୍ୟକ୍ରମ ଗୁଡିକ ଭରପୁର ଭାବରେ ସହଯୋଗ କଲେ। ବେଗୁନିଆ ବୁଲଗୋଟରେ ଆପଣମାନେ ଜାଣିଛନ୍ତି କୋଉ ଭଳି ଅବସ୍ଥା, ସଦାବେଳେ ଗୋଟେ ଇନଡିସିପ୍ଲିନ ଅବସ୍ଥା ଭିତରେ ରହୁଥିଲା ମୁଁ ଯିବା ପୂର୍ବରୁ। କିନ୍ତୁ ଏଇ 5 ବର୍ଷ ଆପଣମାନେ ଦେଖନ୍ତୁ ଅତି ଶୃଙ୍ଖଳିତ ଭାବରେ ସମାପନ ହେଇଛି, ଶେଷ ହେଇଛି। ତାପରେ ମତେ ପୁନର୍ବାର ଖୋର୍ଦ୍ଧାରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ଉପରେ ଭରସା କରିକି ଦେଇଛନ୍ତି। ଆଶା ବିଶ୍ୱାସ ଖୋର୍ଦ୍ଧାର ଅନେକ ଗୁଡିଏ ସମସ୍ୟା ଅଛି, ଅନେକ ସମସ୍ୟାକୁ ସମାଧାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ଯିଏ ବିଧାୟକ ଅଛନ୍ତି ଜିତୁ ମିତ୍ର, ସେ ମଧ୍ୟ ଅନେକ ପ୍ରୋବ୍ଲେମକୁ ସଲ୍ଭ କରେଇଛନ୍ତି। ଆହୁରି ମଧ୍ୟ ଅନେକ ଗୁଡିଏ ପ୍ରୋବ୍ଲେମ ଅଛି। ଖୋର୍ଦ୍ଧା ଭଳି ସହରରେ ଯୋଉ କ୍ୟାବିନ ବ୍ୟବସାୟୀ ମାନଙ୍କୁ ଥଇଥାନ କରିବା ପାଇଁ ଏବଂ ଉଗ୍ରତାରାଙ୍କ ପୀଠ ଯୋଉଟା ଟୁରିଜିମ ସ୍ପଟ ଆମର, ସେଠି 25 କୋଟି ଟଙ୍କା ଦିଆଯାଇଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଇଛନ୍ତି। ସେ କାର୍ଯ୍ୟକ୍ରମ ଷ୍ଟାର୍ଟ ହେଇପାରି ନାହିଁ, ତାକୁ ମଧ୍ୟ କାର୍ଯ୍ୟକ୍ରମ ଷ୍ଟାର୍ଟ କରିବା। ସେମିତି ଯୋଉ 50 ଲକ୍ଷ ଟଙ୍କା ଲେଖେ ପ୍ରତ୍ୟେକ ପଞ୍ଚାୟତକୁ ଦେଲେ, ସମୟରେ ମଧ୍ୟ ମତେ ପଚାରିକି 4 କୋଟି ଟଙ୍କା ମନ୍ଦିର, ମସଜିଦ ଏଗୁଡିକ ପାଇଁ, କୋଠଘର ପାଇଁ ଏଗୁଡିକ ମଧ୍ୟ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଦିଆଯାଇଛି। ଏ କାର୍ଯ୍ୟକ୍ରମ ତକ କରାଯିବ। ସେମିତି ଅନେକ ଗୁଡିଏ ଯୋଜନା ମାଧ୍ୟମରେ ଗରିବ ଲୋକମାନଙ୍କର ପ୍ରତ୍ୟେକଟି ମୁହୂର୍ତ୍ତରେ କାର୍ଯ୍ୟକ୍ରମ ମାନ୍ୟବର ମୁଖ୍ୟମନ୍ତ୍ରୀ କରିଛନ୍ତି। ମୋର ବିଶ୍ୱାସ ଯୋଉଭଳି ଭାବରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ କରିଛନ୍ତି ଏବଂ DK ପାଣ୍ଡିଆନ ମଧ୍ୟ କରିଛନ୍ତି, ଲୋକମାନେ ତାଙ୍କ ଉପରେ ବହୁତ ଖୁସି ଅଛନ୍ତି। ମୁଁ ଗଲାବେଳେ ମତେ କିଛି ସେମିତି ଅସୁବିଧା ହଉନା। ଯୋଉ ଗାଁକୁ ଗଲେ ମନ୍ଦିର, ମସଜିଦ ହେଇଛି,
କେଉଁ ଗାଁକୁ ଗଲେ ରାସ୍ତାଘାଟ ହେଇଛି, ସହର ଭିତରେ ବୁଲିଲେ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ପ୍ରତ୍ୟେକ ଜାଗାରେ ଦେଖାଯାଉଛି। ମୁକ୍ତା ଯୋଜନାରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ହେଇଛି ଏବଂ ଲାଇଟ ଗୁଡିକ ଲାଗିଛି, ଅନେକ ଗୁଡିଏ କାର୍ଯ୍ୟକ୍ରମ। ସେଥିପାଇଁ ଆଶା ବିଶ୍ୱାସ ଏମିତି କିଛି ଅସୁବିଧା ହବ ନାହିଁ। ଯେତେ ଜଣ ଲଢନ୍ତୁ ପଛେ ମୋର କୌଣସି ଆପତ୍ତି ନାହିଁ। ଜଣ ଦଳ ଅଛି ମାନେ ନିଶ୍ଚିତ ନିର୍ବାଚନ ସମୟ ଆସିଲେ ପ୍ରତ୍ୟେକ ଦଳ ଲଢିବେ। ମୋର କୌଣସି ଦଳ ଲଢୁଛନ୍ତି, ମୋର ସେଥିରେ ଆପତ୍ତି ନାହିଁ। ସେ ତାଙ୍କର ଯେମିତି ଲଢିବା କଥା ଲଢନ୍ତୁ, ଆମେ ଆମର ଯେମିତି ଲଢିବା କଥା ଲଢୁଛୁ। ସମସ୍ତଙ୍କୁ ଆପଣଙ୍କ ଟିଭି ମାଧ୍ୟମରେ ଅନୁରୋଧ କରିବି, ଖୋର୍ଦ୍ଧା ଏକ ଶାନ୍ତି ପ୍ରିୟ ଜାଗା। ଏ ଜାଗାରେ କୌଣସି ପ୍ରକାର ଲୋକମାନେ ଦାଦାଗିରିକୁ, ଅସଭ୍ୟ ବ୍ୟବହାରକୁ, ଏ ସବୁକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ତେଣୁ ନିଶ୍ଚିତ ମୁଁ ଯୋଉଭଳି ଭାବରେ ଲୋକମାନଙ୍କ ପାଖରେ ପୂର୍ବରୁ ବହୁତ ଦିନ ଧରି ଏଠି ଚଳିଛି, ମୋର ଗୋଟେ ବିଶ୍ୱାସ ଅଛି, ଲୋକମାନଙ୍କର ମୋ ପ୍ରତି ମଧ୍ୟ ବିଶ୍ୱାସ ଅଛି। ନିଶ୍ଚିତ ବିଜୁ ଜନତା ଦଳର ଗୋଟିଏ ଶଙ୍ଖ ନୁହଁ, 2ଟି ଶଙ୍ଖ, ଗୋଟେ MP ଭୋଟ ମନ୍ମଥ ରାଉତରାୟଙ୍କୁ, ଗୋଟେ ରାଜେନ୍ଦ୍ର ସାହୁଙ୍କୁ ଶଙ୍ଖ ଚିହ୍ନ, ଏ 2ଟି ଯାକ ଶଙ୍ଖ ଚିହ୍ନରେ ଲୋକମାନେ ବହୁ ଭୋଟରେ ଜିତେ।